ମତେ ଜନ୍ମ ଦେଇଛନ୍ତି। ଯମରାଜ ମରିବା ଡେଟଟା ଲେଖିବା ଭୁଲି ଯାଇଛନ୍ତି। ବୋଧ ହୁଏ ଏଇଟା ଈଶ୍ୱରଙ୍କ ଇଚ୍ଛା ଥିଲା। ଏକ୍ସପାରି ନଥିବା ବିଷ ବଟିକାଏ ଭୋଳା। ଚିଡ଼ାଉଛି କ'ଣ ମାର ଭାଇ? ସେଇମାନେ ମୋ ଦେହରେ ହାତ ଦିଅ ଯେଉଁମାନେ LIC କରିଛ। ଆଉ ଯେଉଁମାନେ LIC କରିନ ଜଲ୍ଦି ଜଲ୍ଦି ଘରକୁ ଫୋନ୍ କରି କହିଦିଅ ସେମାନେ ଖାଇନେବେ। ତା ନହେଲେ 10 ଦିନ ପର୍ଯ୍ୟନ୍ତ ପିଆଜ ରସୁଣ ମନାବେ। ଶଳା ହିରୋଗିରି ଦେଖାଉଛୁ। ଭଲ ଭାବରେ ଜାଣିଛୁ କାହା ସହିତ ପଙ୍ଗା ନେଉଛୁ। ଶୁଣ ତୋ ଟୋଟାଲ ବଡିର ଓଜନ ଯେତିକି ଏ ତେଜ ମହାପାତ୍ର ପ୍ରପର୍ଟିର କାଗଜପତ୍ର ଓଜନ ସେତିକି। ଏ ଗାଁ ଏ ମାଟି ଏ ମାଟିର ମା ସମସ୍ତେ ଏଇ ଭୋଳାର। ତାଙ୍କ ଉପରେ ଟିକେ ଆଞ୍ଚ ଆସିବ ତ ସବା ଆଗରେ ଥିବ ଏ ଭୋଳ ଆଉ ତା ହାତରେ ଥିବ ଏ ଗିଳା। ଭୋଳା ଠିଆ ହେଇଛି ମାନେ ଭାବି ନବୁ ହିମାଳୟ ଠିଆ ହେଇଛି। ଓକେ ଆଜିଠୁ ମ୍ୟାଚ୍ ଆରମ୍ଭ ହେଲା। ଖାଲି ଅପେକ୍ଷା କର ଶେଷ ପର କଣ ଘୋଷଣା ହଉଛି। ସରିଦେଲାରେ ଚାଷ। ଯାହାକୁ ଦେଖୁଛନ୍ତି ଯୋଉ ଝିଅ ବୋହୂ ଦେଖୁଛନ୍ତି ନିଜ ମାଇପ ବୋଲି ଭାବି ନେଉଛନ୍ତି। ଏଡ଼େ ବଦମାସ ସେମାନେ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା। ଏଠି ତ କେହି ନାହାନ୍ତି। ଆପଣ କାହାକୁ କହିଲେ? ଆପଣ କହୁଛି ମତେ ଆପଣ କହୁଛନ୍ତି ଯେ ହେ ମୁଁ କ'ଣ ଏତେ ବଡ଼ ଲୋକ? ମୋ ବୋଉ ତ ମତେ ବାଡ଼ି ଖିଆ ବୋଲି କହେ। ରହ ଘରକୁ ଯାଏ ବୋଉ କଥା ବୁଝେ। ଆପଣ ନଥିଲେ ସେମାନେ ମୋର କ'ଣ କ୍ଷତି କରିଥାନ୍ତେ କେବଳ ସେଇମାନଙ୍କୁ ହିଁ ଜଣା। ଆଚ୍ଛା ମ୍ୟାଡ଼ାମ୍ ଆପଣ କ'ଣ ଏ ଗାଁକୁ ନୂଆ ଆସିଛନ୍ତି? ମୁଁ ତ ଆପଣଙ୍କୁ ଆଗରୁ ଦେଖିନି। ଆପଣଙ୍କ ନାଁ କ'ଣ? ମୋ ନାଁ ପ୍ରୀତି। ଆଚ୍ଛା ଆପଣ ବୋଧେ ଗାଁକୁ ନୂଆ ଆସିଛନ୍ତି। ଆପଣ ଗୋଟେ ବନ୍ଧୁ ଘରକୁ ନାଇଁ ନାଇଁ ମୁଁ ଏ ଗାଁର ମନ୍ଦିର ବିଷୟରେ ରିସର୍ଚ୍ଚ କରିବାକୁ ଆସିଛି। ଆଚ୍ଛା ଆପଣ ଆମ ବାବା ଜଗତେଶ୍ୱର ମନ୍ଦିର ବିଷୟରେ ସେଇଆ କରିବାକୁ ଆସିଛନ୍ତି? ମୁଁ ଏ ଗାଁର ମନ୍ଦିର ବିଷୟରେ ରିସର୍ଚ୍ଚ କଲେ ଖାଲି ଆମ ଓଡ଼ିଶା କି ଭାରତ ନୁହଁ ସାରା ପୃଥିବୀର ଲୋକ ଏ ମନ୍ଦିର ବିଷୟରେ ଜାଣିବେ। ଏଇ କିଡ଼େ ବଡ଼ କାମ ଟିକିରି। ହଁ ସରି ଏ ଗାଁରେ ପହଞ୍ଚିଲା ପରେ ମତେ କାହିଁ ଲାଗୁନି ଏଠି ରହି କାମ କରିହବ। ଏସବୁ ଏମିତି ଲୋକ ଅଛନ୍ତି। ଏ ମ୍ୟାଡ଼ାମ୍ ଆପଣ ଜମା ଭୟ କରନ୍ତୁ ନାହିଁ। ଏଥର ଯେଉଁମାନେ ଆପଣ ଗୋଡ଼ଉଥିଲେ ସେମାନେ ଆପଣଙ୍କ ଉପରକୁ ଆଖି ଉଠେଇ ବି ଚାହିଁବେନି। କାରଣ ଏ ଭୋଳାର ଷ୍ଟାମ୍ପଟା ତମ ଦେହରେ ବାଜିଗଲା। ହଁ ଜୟ ଶମ୍ଭୁ ଜୟ ଶମ୍ଭୁ। ସେ କିଏ? ସୁନ୍ଦରୀ ପଚାରୁଛି ସେ କିଏ? କୋଇଲି। ଭଗବାନ ତାକୁ କେମିତି ଗୋଟେ ଚାଉଳରେ ଗଢ଼ିଛନ୍ତି। ଯୋଉଠି ଯା ଦବା କଥା ନିକିରି ତୋଲିକି ଦେଇଛନ୍ତି। ଓ ସେଇପାଇଁ ସେ ଡାକିଦେଲା ଆଉ ତମେ ଉଡ଼ି ଉଡ଼ି ଆସି ତା ପାଇଁ ଫାଇଟ୍ କଲ। ମୋ ପଛେ ସେ ନଈରେ ପୁଣି ପେଟେ ପାଣି ପିଇଗଲିଣି। ତମର କିନ୍ତୁ ଦେଖା ନାହିଁ। ତୁ ନଈରେ ପାଣି ପିଇଗଲୁ କାଇଁ? ତୋ ନଈକି ଗାଧେଇବାକୁ ଯାଇଥିଲୁ? ନାଇଁ ମୁହଁ ଧୋଇବାକୁ ଯାଇଥିଲି। କାଇଁ ତୋ ଟ୍ୟୁବୱେଲରୁ ପାଣି ଖସି ଯାଇଥିଲା ନା ମାସର ଢିଲା ହେଇଯାଇଥିଲା? ଆଚ୍ଛା ତୁ ଯଦି ନଈକି ଗାଧେଇବାକୁ ଯାଇଥିଲୁ ତୁ ତ ପହଁରା ଶିଖିଛୁ। ଆରେ ଏଇ ଭରା ନଈରେ ଏପଟରୁ ସେପଟ 3 ଥର ତୁ ପହଁରିବା ଲୋକ ତୁ କ'ଣ ପାଣି ପିଉଥିଲୁ କିରେ? ତମର ସହିତ ଜାଣିବା ଦରକାର ନାହିଁ। ତମେ ଯାଅ ତମର ସେ ସୁନ୍ଦରୀ କୋଇଲି ପାଖକୁ ଯାଅ। ଏ ପାର ଆଜି ତୁ ମୋର କେହି ନୁହଁ କି ମୋ ଭିତର କେହି ନୁହଁ। ଏଇ